देशर लक्ष लक्ष पीएम किसान योजना हिताधिकारीମାନଙ୍କ ପାଇଁ ଆସିଲା ଖୁସି ଖବର। ଆସନ୍ତା ଫେବୃଆରୀ ମାସ 24 ତାରିଖରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର। ତେଣୁ ଏହି ପୀଏମ୍ କିଷାନ 19ତମ କିସ୍ତି କେଉଁମାନେ ପାଇବେ ନାହିଁ, ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ ଜାଣିବା। ତ ଭିଡ଼ିଓକୁ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଦେଖନ୍ତୁ, ଯଦି ଆପଣ କୌଣସି ସରକାରୀ ଯୋଜନାର ଲାଭ ନେବାକୁ ଚାହାନ୍ତି, ତେବେ ଆପଣଙ୍କୁ ପ୍ରଥମେ ଯୋଗ୍ୟତା ଯାଞ୍ଚ କରିବାକୁ ପଡ଼ିବ। ଏହି ଯୋଜନାଗୁଡ଼ିକର ଲାଭ କେବଳ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁଥିବା ଲୋକଙ୍କୁ ଦିଆଯାଏ। ତାପରେ ଉଦାହରଣ ସ୍ୱରୂପ, ଯଦି ଆପଣ ଜଣେ ଚାଷୀ, ତେବେ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ମିଳିପାରିବ। ଏହି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ସାମ୍ନାକୁ ଆସିଲା ଖୁସି ଖବର। ଏଥର କେବଳ ଯୋଗ୍ୟ ଚାଷୀମାନେ 19ତମ କିସ୍ତି ଟଙ୍କା ପାଇବେ। ଏବେ କିସ୍ତି ଜାରି ହେବାକୁ ଆଉ ମାତ୍ର 10 ଦିନ ବାକି ଅଛି। ଏହି ଯୋଜନାରେ ପଞ୍ଜୀକୃତ ଚାଷୀମାନେ ପରବର୍ତ୍ତୀ ବିଭାଗରେ ସେମାନଙ୍କର କିସ୍ତି ବିବରଣୀ ଯାଞ୍ଚ କରିପାରିବେ। ତାପରେ 19ତମ କିସ୍ତି ଟଙ୍କା କେବେ ମିଳିବ? କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ସମ୍ପ୍ରତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 19ତମ କିସ୍ତି ଫେବୃଆରୀ ମାସ 24 ତାରିଖରେ ଜାରି ହେବ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ସେହି ଗସ୍ତରେ ସେହିଦିନ 19ତମ କିସ୍ତି ଫେବୃଆରୀ ମାସ 24 ତାରିଖରେ ହିଁ ଆସିବ। ତାପରେ ପୋର୍ଟାଲରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ହୋଇନାହିଁ, କିନ୍ତୁ ଆସନ୍ତା ଫେବୃଆରୀ 24 ତାରିଖରେ ନିଶ୍ଚୟ ପୀଏମ୍ କିଷାନ ଯୋଜନା ହିତାଧିକାରୀମାନଙ୍କୁ ଏହି ଟଙ୍କା ମିଳିବ। ତାପରେ କୃଷିମନ୍ତ୍ରୀ ତାରିଖ ଘୋଷଣା କରିସାରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ୱେବସାଇଟରେ କୌଣସି ଆନୁଷ୍ଠାନିକ ଅପଡେଟ୍ ହୋଇନାହିଁ। ବର୍ତ୍ତମାନ ପୋର୍ଟାଲରେ ଏପର୍ଯ୍ୟନ୍ତ 18ତମ କିସ୍ତିର ରିଲିଜ୍ ତାରିଖ ଦର୍ଶାଯାଇଛି, ଯାହା ଅକ୍ଟୋବର 5ରେ ଜାରି କରାଯାଇଥିଲା। ତାପରେ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଜଣେ ହିତାଧିକାରୀ ଏବଂ 19ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ତେବେ ଜାଣି ରଖନ୍ତୁ ଯେ ସରକାର ସିଧାସଳଖ ଲାଭ ହସ୍ତାନ୍ତର ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ସ୍ଥାନାନ୍ତର କରନ୍ତି। ଏହା ସୁନିଶ୍ଚିତ କରେ ଯେ ସମ୍ପୂର୍ଣ୍ଣ ରାଶି କୌଣସି କଟଣୀ ବିନା ହିତାଧିକାରୀଙ୍କ ପାଖରେ ପହଞ୍ଚିବ। କିଏ ଏହି 19ତମ କିସ୍ତି ପାଇବେ ନାହିଁ? କିଛି ଚାଷୀ ନିମ୍ନଲିଖିତ କାରଣ ଯୋଗୁଁ 19ତମ କିସ୍ତି ପାଇପାରିବେ ନାହିଁ। ତେଣୁ ଯେଉଁ ଚାଷୀମାନେ EKYC ପୂରଣ କରିନାହାନ୍ତି, ସେମାନେ ଏହି 19ତମ କିସ୍ତି ପାଇପାରିବେ ନାହିଁ। ତାପରେ ଯେଉଁ ଚାଷୀମାନେ ଜମି ଯାଞ୍ଚ କରିନାହାନ୍ତି, ଏହି କିସ୍ତି ପାଇପାରିବେ ନାହିଁ ଏବଂ ଯେଉଁ ଚାଷୀମାନଙ୍କର ଆଧାର ଆକାଉଣ୍ଟ ସହିତ ଲିଙ୍କ ହୋଇନାହିଁ, ସେମାନେ ଏହି 19ତମ କିସ୍ତି ପୀଏମ୍ କିଷାନ ଟଙ୍କା ଆପଣମାନେ ପାଇପାରିବେ ନାହିଁ। ତେଣୁ ଆପଣମାନେ ଯଥାଶୀଘ୍ର EKYC କରାଇ ନିଅନ୍ତୁ ଏବଂ ନିଜର ଜମିଗୁଡ଼ିକ ଯାଞ୍ଚ କରନ୍ତୁ ଏବଂ ଆଧାର ସହିତ ଆପଣମାନଙ୍କର ଆକାଉଣ୍ଟକୁ ଲିଙ୍କ କରନ୍ତୁ। ତାପରେ ଯାଇ ଆପଣମାନେ ପୀଏମ୍ କିଷାନ ଯୋଜନାର ଏହି 19ତମ କିସ୍ତି ପାଇପାରିବେ। ତ ଏହା ଥିଲା ଛୋଟିଆ ଅପଡେଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।